ओम गुरु ब्रह्मा गुरु विष्णु गुरुदेव महेश्वर गुरु साक्षात् परम ब्रह्म तस्मै श्री गुरवे नमः। गुरुदेवाय नमः। पूर्व विषय आमे नर्क जंत्रणा विषय पढ़ी चली एवं वृषलीपति चरित चली बर्तमान आगु को बढ़िबा। शिमुली वृक्ष रूपरे जन्म से जन आहे ऋषि माने मते पचारिल जाहा ए शिव पुराणे मुहि कहिलई ताहा नारी पाप पुण्य कथा कहू अछि शुण एक चित्त होइण सकल मुनिगण जेउ कथा गोटिक बरकु थाए बरी आने विवाह हुई ताहाकु परिहरी सेही कन्या कंते पांशु कुंडरे पड़ई से नरक कुंडे बहु जातना भोगई। आज्ञा जेउ नारी प्रथमे गोटे पुरुष को निजर करी थाए एवं परे ताकू छाड़ी देकी आउ जनक पाखक चली जाए सेही कन्या पाउंस कुंडरे पड़ी नरक कुंडरे पड़ी बहु जातना भोग करी थाए। गर्भ भरे शिवलिंग जे नारी निंदई अंते भीष्म कुंडे नरकरे पड़े सेही पिशाची हुई पुणी शिवंक आज्ञारी दिन काटु थाए रक्त मांस आहारी जेउ नारी क्रोध भरे पति की निंदई ताहार पातक केही गणी न पारई मले जमदूत माने ताकू बांधी नेई उल्का मुख नरकरे दियंती पकाई। आज्ञा जेउ नारी क्रोधरे रागरे निजर पति को निंदा करी थाए सेही नारी को पातक दोष लागी गले ए पातक दोष हेतु अनेक दुख जंत्रणा ताकू भोग करने को पड़ी थाए। जेउ परिमाणे रोम थाए ता देहरे भोग करे नर्क केते काल पर्यंतरे पुणी 7 जन्म जाए विधवा हुई से रमयणी निदारुण दुख को भोगई से विप्र रमणी शूद्रे देखिण सुंदर कामे मत्त होई माते ताहा संगतर से नारी पड़ई ऊर्ध्व मुख नर करे तही रही 14 मन दुख करे पुणी मर्त्ये बेश्याकुले जन्मल भई बेश्याचरण करी जीवन काटई। जेउ विप्र रमणी शूद्र रमणी को देखी शूद्र को देखी कामरे मत्त होई ताहा सहित रति क्रीड़ा करी थाए सी बेश्याकूल जन्म लाभ करे। आज्ञा बेश्यावृत्ति करे
ଯେ ବଣର ମଣି ଶାଶୁ କଥା ନ ମାନଇ ଗୁରୁଙ୍କୁ ନିନ୍ଦଇ ଯୌବନେ ଗର୍ଭ ବହି ଲାଜ ନ କରିଣ ଶ୍ୱଶୁରକୁ ଗାଳି ଦିଏ ତପ୍ତ ପାଣି ନରକେ ସେ ଚିରକାଳ ଥାଏ ପର ସଙ୍ଗେ ଯେଉଁ ନାରୀ ପିରତି କରଇ ରକ୍ତ କୁଣ୍ଡେ ପଡ଼ି ସଦା ରକତ ପିଅଇ ନାରୀ ଜନ୍ମ ଲଭେ ସହସ୍ର ବରଷ ଅନ୍ତରେ 7 ବର୍ଷର ହଇ ସେ ଦୋଚାରି ରୂପରେ ଆଜ୍ଞା ଯେଉଁ ରମଣୀ ଶାଶୁ କଥାକୁ ମାନେ ନାହିଁ କି ଶ୍ୱଶୁର କଥାକୁ ମାନେ ନାହିଁ ଗୁରୁଙ୍କ ବାକ୍ୟକୁ ମାନେ ନାହିଁ ଗୁରୁଙ୍କୁ ନିନ୍ଦା କରେ ଶ୍ୱଶୁରକୁ ଗାଳି ଦିଏ ଶାଶୁକୁ ଗାଳି ଦିଏ ତପ୍ତ ପାଣି ନରକରେ ସେ ପଡେ ଏବଂ 7 ବର୍ଷ ଦୋଚାରୁଣୀ ହୁଏ ସିଏ ଆଜ୍ଞା ତେଣୁ ଆମର ଗୋଟେ କଥା ରହିଛି ଆଜ୍ଞା ଯେ ହରି ନାମ ତୁଣ୍ଡେ ଧରୁ ତାରେ ଧନ ବୟସ ଯାଉଛି ସରି ମଲା ବେଳେ ଧନ କିଛି ନେବୁ ନାହିଁ ଯିବୁ ଶୂନ୍ୟ ହାତେ ଫେରି ତେଣୁ ଆଜ୍ଞା ପାପ କରିବାର ନାହିଁ ପାପକୁ ପ୍ରଶ୍ରୟ ଦବାର ନାହିଁ ପାପ କୁ ଦେଖିଲେ ଆଜ୍ଞା ଦୂରରୁ ପ୍ରଣିପାତ କରି ରହିବା ଉଚିତ ପାପ ପାଇଁ ଯେତେ ଦଣ୍ଡ ଅଛି ସମୟରେ ମନୁଷ୍ୟ ହୋଇନ ତାହା କେହୁ କହିପାରେ ଏହା ଶୁଣି ଋଷି ମାନେ ପୁଣି ପଚାରିଲେ ଗୁରୁ କଥାରେ ସନ୍ଦେହ ମନରେ ହୋଇଲେ କହ ତପୋନିଧି ଗୁରୁ କହିଲେ କାହାକୁ କିଛି ଦୂର କର ଆମ ମନୁ ସନ୍ଦେହକୁ ଶୁଣି ସନତ କୁମାର କହିଲେ ମନ୍ତ କହୁଛି ମୁଁ ତାହା ଶୁଣ ହୋଇ ଏକ ଚିତ୍ତ ଗୁରୁ ଅଟେ ଗତି ମୁକ୍ତି ଦାତା ଏ ପ୍ରାଣର ଜ୍ଞାନ ଦାତା ପ୍ରାଣ କର୍ତ୍ତା ଗୁରୁ ପ୍ରାଣୀଙ୍କର ଏକମାତ୍ର ଗୁରୁ ଅଟେ ସଂସାରରେ ସାର ଭବ ସିନ୍ଧୁ ତରିବାକୁ ଗୁରୁ କର୍ଣ୍ଣଧାର ଗୁରୁ ପୂଜା ନ କରି ଯେ କରେ ଆହାର ତା ଭୋଜନ ଅନ୍ନ ବିଷ୍ଠା ସମାନ ବିଚାର ଗୁରୁ ହରି ଗୁରୁ ହର ଗୁରୁ ବିଦ୍ୟାପତି ଜନକ ଜନନୀ ଗୁରୁ ଗୁରୁ ଅଟେ ପତି ଗୁରୁ ସର୍ବେ ଦେବ ଗୁରୁ ପଦ ଅଟେ ସାର ଜବା ସେହି ଶ୍ରୀ ଗୁରୁଙ୍କୁ କର ନମସ୍କାର ଜ୍ଞାନ ଦାତା ଗୁରୁ ଅଟେ ପିଣ୍ଡର କାରଣ ସେ ଗୁରୁ ଯମ ଦଣ୍ଡରୁ ଉଦ୍ଧରନ୍ତି ପୁଣ ସଂସାରେ ଗୁରୁ କହିବ ଯେ ବଣ ଜନଙ୍କୁ କହୁଅଛି ମୁହିଁ ଏବେ ସେ କଥା ତୁମ୍ଭଙ୍କୁ ଆଜ୍ଞା ଗୁରୁ ଗୁରୁ ଶବ୍ଦ ମହାନ ଶବ୍ଦ ଆଜ୍ଞା ତାକୁ ବର୍ଣ୍ଣନା କରିବା କାଠିକର ପାଠ ଆଜ୍ଞା ଗୁରୁ ଯିଏକି ଆମର ଜ୍ଞାନଦାତା ପ୍ରାଣକର୍ତ୍ତା ଏବଂ ଗୁରୁ ହେଉଛନ୍ତି କର୍ଣ୍ଣଧାର ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ମହେଶ୍ୱର ଗୁରୁଙ୍କ ବିନା ଏ ଜଗତରେ କିଛି ସମ୍ଭବ ନୁହେଁ ଆଜ୍ଞା ବିନା ଗୁରୁରେ କିଛି ହେଇନାହିଁ କି ହେବ ନାହିଁ ପ୍ରତ୍ୟେକ କ୍ଷେତ୍ରରେ ଗୁରୁ ହିଁ ଆଗରେ ଆମେ ଆଜ୍ଞା ଯେତେବେଳେ ବିଦ୍ୟା ଶିକ୍ଷା କରୁଛେ ସେ ତ ପଛରେ କିନ୍ତୁ
ଆମକୁ ଯିଏ ଆଗ ଶିକ୍ଷା ଦେଲେ ସିଏ ହେଲେ ମାତା ଗୁରୁ, ତା ପଛକୁ ଆସିଲେ ପିତା ଗୁରୁ, ତା ପଛକୁ ଆସିଲେ ଶିକ୍ଷା ଗୁରୁ, କର୍ଣ୍ଣ ଗୁରୁ, ଏଇଭଳି ଗୁରୁ ଅଛନ୍ତି। ତେଣୁ ଗୁରୁଙ୍କ ବିନା କୌଣସି କର୍ମ କରିହେବ ନାହିଁ। ଗୁରୁ ହିଁ ପଥ ପ୍ରଦର୍ଶକ। ତେଣୁ ଯେହୁ ସର୍ବଶାସ୍ତ୍ର ଜାଣେ ସଦା କହେ ସତ, ଜିତେନ୍ଦ୍ରିୟ ନିର୍ଲୋଭ ଧର୍ମରେ ସଦା ରତ, ଶତ୍ରୁ ମିତ୍ର ଦୁହିଁଙ୍କୁ ଯେ ସମାନ ଦେଖଇ, ସବୁବେଳେ ବିନୟ ବଚନ କହୁଥାଇ, ଅକ୍ରୋଧୀ ସମରଦର୍ଶୀ ଧର୍ମେ ମତି ଯାର, ସରଳ ପ୍ରକୃତି ଲୋଭ ନଥିବ ମନର, ବିଚାର କରିବ ଗୁରୁ ହେମନ୍ତ ଲୋକକୁ, ଜନହିତେ ଦେବା ଦେବୀ କହିଛନ୍ତି ଯାକୁ। ତାହେଲେ ଗୁରୁ କିଭଳି ହବା ଦରକାର ଆଜ୍ଞା? ଗୁରୁ ପଦବାଚ୍ୟ କିଏ ହେଇପାରିବ? ସବୁବେଳେ ଯିଏ ସତ୍ ଥିବ, ସତ କଥା କହୁଥିବ, ଜିତେନ୍ଦ୍ରିୟ ହେଇଥିବ, ନିର୍ଲୋଭ ହେଇଥିବ, ଧର୍ମରେ ସଦା ରତ ରହୁଥିବ, ଶତ୍ରୁ ମିତ୍ର ଉଭୟଙ୍କୁ ସମାନ ଭାବରେ ଦେଖୁଥିବ, ବିନୟ ବଚନ କହୁଥିବ, ମନ ଭିତରେ କ୍ରୋଧର ସ୍ଥାନ ନଥିବ, ସରଳ ପ୍ରକୃତି, ତାହେଲେ ସିଏ ହେଲେ ଗୁରୁ। ଗୁରୁଙ୍କ ସନ୍ତାନ ଯେବେ ମୂର୍ଖ ହୋଇଥିବ, ତାଙ୍କଠାରେ ଗୁରୁ ତୁଲ୍ୟ ସମ୍ମାନ କରିବ, ଜନମନ୍ତି ଗୁରୁ ପୁତ୍ର ଗୁରୁ ଅଂଶ ଧରି, ଗୁରୁ ତୁଲ୍ୟ ଭକ୍ତି ତାଙ୍କୁ କରିବ ବିଚାରି, ଗୁରୁ ନିନ୍ଦା କରିଲେ ପଡ଼ିବ ନରକରେ, ବ୍ରହ୍ମପଦ ସମ ହେବ ଗୁରୁଙ୍କ ସେବାରେ, ଋଷିମାନେ ପଚାରିଲେ ଆହେ ମୁନିମଣି, କି ପ୍ରକାରେ ଗୁରୁ ସେବା କୁହନ୍ତୁ ତା ପୁଣି। ତାହେଲେ ଗୁରୁ ଯାହାକୁ ଆମେ କରିଛେ ବା ଯିଏ ଆମର ଗୁରୁ, ତାଙ୍କର ସନ୍ତାନ ମଧ୍ୟ ଗୁରୁ ତୁଲ୍ୟ, ତାଙ୍କୁ ମଧ୍ୟ ଆମେ ସମ୍ମାନ କରିବା। ଗୁରୁ ବଂଶରେ ଯିଏ ଜନ୍ମ ହେଲେ ସେମାନେ ମଧ୍ୟ ଆମର ଗୁରୁ ତୁଲ୍ୟ, ସେମାନଙ୍କୁ ମଧ୍ୟ ଆମେ ଗୁରୁଙ୍କ ପରି ସମ୍ମାନ କରିବା। ଗୁରୁ ନିନ୍ଦା କରିବା ନାହିଁ। ଗୁରୁ ନିନ୍ଦା କଲେ ନର୍କରେ ପଡ଼ିବ, ନର୍କ ଭୋଗ କରିବ। ଋଷିମାନେ ପୁଣି ପଚାରୁଛନ୍ତି, ତାହେଲେ ଗୁରୁ ସେବା କିଭଳି ହେବା ଦରକାର? ତାହେଲେ ସନତ କୁମାର ତହୁଁ ବୋଇଲେ ବଚନ, ସନତ କୁମାର କହୁଛନ୍ତି, ତାହେଲେ ଗୁରୁ ସେବା କେମିତି ଶୁଣ କହୁଛି। ଯେତେବେଳେ ଶ୍ରୀ ଗୁରୁଙ୍କ ଦର୍ଶନ ହୋଇବ, ସାଷ୍ଟାଙ୍ଗେ ତାଙ୍କ ଚରଣେ ପ୍ରଣାମ ହୋଇବ, ସୁବାସିତ ଜଳେ ଧୋଇ ଦେବ ବେନି ପାଦ, ସେହି ଜଳକୁ ପିଇବ ହୋଇଣ ଆନନ୍ଦ, ସେ ଉତ୍ତାରୁ ଉତ୍ତମ ବସନେ ପୋଛି ଦେବ, ଗନ୍ଧ ଚନ୍ଦନ କୁସୁମ ଦେଇଣ ପୂଜିବ, ଦିବ୍ୟ ଆସନରେ ନେଇ ବସାଇବ ତାଙ୍କୁ, ଧୀର କରି ଭାସିବ ବିନୟ ବଚନକୁ, ବେନି କରକୁ ଯୋଡ଼ିଣ ତାହାଙ୍କ ଛାମୁରେ, ଉଭା ହେବ ଭକ୍ତି ଭାବେ ନିଶ୍ଚୟ ଭାବରେ, ଗଳାରେ ବସନ ଦେଇ ତାଙ୍କ ନିକଟରେ, ଭୃତ୍ୟ ପ୍ରାୟେ ଖଟୁଥିବ ନିଶିରି ବସରେ, ସବୁବେଳେ ସବୁ କାର୍ଯ୍ୟ ରଖିଥିବ ଭୟ, ଯେପରି କ୍ରୋଧ ନୋହିବେ ଗୁରୁ ମହାଶୟ, ଯେତେବେଳେ ବସିବାକୁ ଆଜ୍ଞା ଦେବେ ସେହି, ସେକାଳେ ବସିବ ଚକା ଆସନ ପକାଇ, ଏପରି ବସିବ ପାଦ ଅଗ୍ରେ ନ ଦିଶିବ। କେମିତି ବସିବ ଗୁରୁଙ୍କ ପାଖରେ? ଗୁରୁ କେମିତି ସେବା ହବ? ଗୁରୁଙ୍କ ସେବା
ଯେ ପର୍ଯ୍ୟନ୍ତ ଗୁରୁ କହି ନାହାନ୍ତି ବସିବା ପାଇଁ ସେ ପର୍ଯ୍ୟନ୍ତ ବସିବା ନାହିଁ। ସେମିତି ଠିଆ ହେଇକି ରହିବା। ଗୁରୁଙ୍କ ଆଗରେ କେବେ ଗୋଡ଼ ହାତ ଦେଖେଇକି ବସିବାନି। ଚକା ଆସନ ପକେଇକି ବସିବା ଏବଂ ପାଦ ଅଗ୍ର ଦିଶିବନି। ବିନା ଦେଶରେ ତହୁଁ ନିଜେ ନ ଉଠିବ, ଷଡ଼ର ସେ ଭୋଜନ ତୋଷିବ ତାଙ୍କ ମନ। ସମୟ ଜାଣି ଖଟିଣ ଥିବ ଅନୁକ୍ଷଣ, ଗୁରୁଙ୍କ ଭୋଜନ ଶେଷେ ଆଚମନ ପାଇ। ସୁବାସ ଜଳ ଛାମୁରେ ଦେବ ଶୀଘ୍ର ନେଇ, ଦନ୍ତ ଶୋଧନ ନିମନ୍ତେ ସୂକ୍ଷ୍ମ ଖଡ଼ିକାଇ। ଯୋଗାଇ ଦେଇ ହୋଇବ କିଣା ଜନ ପ୍ରାଇ, ତାମ୍ବୁଳ ଦେଇ କୋମଳ ଶଯ୍ୟା କରିଦେବ। ଧୀର ଧୀର କରି ତାଙ୍କ ଚରଣ ଚାପିବ, ଗୁରୁଙ୍କ ଭୋଜନ ଶେଷ ଅଧରାମୃତକୁ। ଭୋଜନ କରିବ ମନେ ବହି ଆନନ୍ଦକୁ, ଯେତେ ଦିନ ଗୁରୁଦେବ ଗୃହରେ ରହିବେ। ପୂଜୁଥିବ ତାଙ୍କ ମନ ଜାଣି ଭକ୍ତି ଭାବେ, ଯେଉଁ ଦିନ ଗୁରୁଦେବ ହୋଇବେ ମେଲାଣି। ଭୃତ୍ୟ ପ୍ରାୟେ ସଙ୍ଗେ ଯିବ ତାଙ୍କ ବସ୍ତ୍ର ଘେନି, ଯାଅ ବୋଲି ଯେଉଁଠାରୁ ଗୁରୁ ଆଜ୍ଞା ଦେବେ। 108 ଥର ଦଣ୍ଡବତ କରିବେଗେ, ତାଙ୍କ ବାକ୍ୟ ପ୍ରତିପାଳି ଘରକୁ ଆସିବ। ମନ ମଧ୍ୟରେ ତାହାଙ୍କୁ ଧ୍ୟାନ କରୁଥିବ। ଏହିପରି ଗୁରୁଙ୍କୁ ଯେ ଜନ ସେବା କରେ, ତାଙ୍କ ଗୁଣ ବ୍ରହ୍ମା କହି ନ ପାରେ ମୁଖରେ। ଗୁରୁଙ୍କ ସେବା ଏଇଭଳି ହବ ଦରକାର ଆଜ୍ଞା। ଗୁରୁଙ୍କୁ ସେବା କରିବା ଦରକାର। ତାହେଲେ କାହିଁକି ଆଜ୍ଞା ଅନେକ ସମୟରେ ଆମେ ଦେଖୁଛେ ଆଜ୍ଞା, ବିଦ୍ୟାଳୟରେ ହଉ କଲେଜରେ ହଉ ପ୍ରତ୍ୟେକ କ୍ଷେତ୍ରରେ ଆମେ ଦେଖୁଛେ ଗୁରୁଙ୍କୁ କେହି ଏଭଳି ଭାବରେ ସେବା କରୁନାହାନ୍ତି। ତାର କାରଣ ହେଲା ଆଜ୍ଞା, ସେଇ ଶିକ୍ଷା ସେମାନଙ୍କୁ ଦିଆଯାଉ ନାହିଁ। ଯଦି ସେଇଭଳି ଶିକ୍ଷା ଦିଆଯାଉଥାନ୍ତା, ତାହେଲେ ବିଦ୍ୟାଳୟ ସ୍ତରରେ ହଉ ବା ମହାବିଦ୍ୟାଳୟ ସ୍ତରରେ ହଉ ସେ ସବୁ ନିଶ୍ଚିତ ଭାବରେ ପ୍ରତିପାଦିତ ହୁଅନ୍ତା। କିନ୍ତୁ ହଉନାହିଁ ଆଜ୍ଞା। ଗୁରୁଙ୍କୁ ସେଇଭଳି ଭାବରେ କେହି ସେବା କରୁନାହାନ୍ତି। ଆଜିକାଲି ଗୁରୁଙ୍କୁ ଆଜ୍ଞା ହାଏ ହାଲୋ, ଗୁଡ ମର୍ଣ୍ଣିଂ, ଗୁଡ ଇଭିନିଂ, ଅନ୍ୟ ସେବା କଥା ଆଜ୍ଞା ଛାଡି ଦିଅନ୍ତୁ ବହୁତ ପଛରେ। ତେଣୁ ଗୁରୁଙ୍କ ସେବା ତ ଶୁଣିଲେ ଆଗକୁ ଯିବା। ଇହ ଲୋକ ବହୁ ଆନନ୍ଦରେ ଝେଉ ରହେ, ଅନ୍ତେ ବୈକୁଣ୍ଠ ଲୋକେ ଦିବ୍ୟ ସ୍ଥାନ ପାଇ। ବର୍ଣ୍ଣ ମାନଙ୍କର ଗୁରୁ ଅଟନ୍ତି ବ୍ରାହ୍ମଣ, ବ୍ରାହ୍ମଣ ମାନଙ୍କ ଗୁରୁ ଅଗ୍ନିଦେବ ଜାଣ। ଅଭ୍ୟାଗତ ଜନ ଅଟେ ଗୁରୁ ସର୍ବଠାରେ, ଆବର ଯେ ଗୁରୁଜନ ମାନେ ସଂସାରରେ। କହୁଅଛି ମନ ଦେଇ ଶ୍ରବଣରେ ଶୁଣ, ଯେତେ ଯେତେ ଗୁରୁଙ୍କର ପୂଜିବ ଚରଣ। ପିତା ଗୁରୁ ମାତା ଗୁରୁ ବିଦ୍ୟାଦାତା ସେହି, ଶାଶୁ ଶ୍ୱଶୁର ଅତିଥି ବୃଦ୍ଧ ବଡ଼ ଭାଇ। ଏମାନେ ଯେ ଗୁରୁଜନ ଅଟନ୍ତି ନିଜର, ଏମାନଙ୍କ ସେବା କଲେ ହେବୁ ଭବୁ ପାର। ଯେହୁ ଏମାନଙ୍କ ପୂଜା କରଇ ଭକ୍ତିରେ, ଚତୁର୍ବର୍ଗ ଫଳ ସେହୁ ଲଭଇ ଅଚିରେ। ତାହେଲେ ପିତା ଗୁରୁ, ମାତା ଗୁରୁ, ବିଦ୍ୟା ଗୁରୁ, ଶାଶୁ ଗୁରୁ, ଶ୍ୱଶୁର ମଧ୍ୟ ଗୁରୁ,
ଅତିଥି ମଧ୍ୟ ଗୁରୁ, ବଡ ଭାଇ ମଧ୍ୟ ଗୁରୁ। ଏମାନଙ୍କର ଯଦି ଆମେ ସେବା କରୁଛେ ଆଜ୍ଞା, ଆମେ ନିଶ୍ଚିତ ଏ ଭବସାଗରରୁ ପାର ହବା। ଆମକୁ ଦୁଃଖ କଷ୍ଟ ଭୋଗିବାକୁ ପଡିବ ନାହିଁ ଆଜ୍ଞା। ନାରୀ ମାନଙ୍କର ପତି ଶ୍ରୀ ଗୁରୁ ଅଟନ୍ତି, ହରିହର ବ୍ରହ୍ମା ସମ କଲେ ତାଙ୍କ ଭକ୍ତି। ଯେଉଁ ନାରୀ ଦାସୀ ପରି ସ୍ୱାମୀ କି ସେବଇ, ସତୀ ମଧ୍ୟ ଗଣ୍ୟ ସେହି ଅନ୍ତେ ସ୍ୱର୍ଗ ପାଇ। ନାରୀ, ତାହେଲେ ନାରୀ ଜାତିର ପ୍ରଥମ ଗୁରୁ ହଉଛନ୍ତି ସ୍ୱାମୀ, ପତି। ଯଦି ସେ ନିଜ ସ୍ୱାମୀଙ୍କର ସେବା କରୁଛି, ଗୁରୁ ସମ ସେବା କରୁଛି, ସେ ନାରୀ ଯୁଗେ ଯୁଗେ ସତୀ ମାନଙ୍କ ମଧ୍ୟରେ ଗଣା ହବ, କେବେ ଅସତୀ ହୋଇପାରେ ନାହିଁ। ଯେଉଁ ନାରୀ ପତି ବିନା ଅନ୍ୟ ନ ଜାଣଇ, ପତିବ୍ରତା ସତୀ ଅଟେ ସଂସାରରେ ସେହି। ପ୍ରତିଦିନ ପତି ପାଦ ଧୋଇ ଯେଉଁ ନାରୀ, ସେ ପାଦ ଉଦକ ପାନ କରେ ଭକ୍ତି କରି। ଜନ୍ମ ଜନ୍ମାନ୍ତରେ ତାକୁ ନାହିଁ ଯମ ଦଣ୍ଡ, ଅତି ଅନ୍ଧ କାଲ ପୂଜା ଅଥବା ପାଷାଣ୍ଡ। ହୋଇଥାଉ ପତି ରୂପେ ଗୁଣୀ ଅସୁନ୍ଦର, ପତିବ୍ରତା ଯୁବତୀ କି ଅଟଇ ସୁନ୍ଦର। ତାହେଲେ କୁହାଗଲା ଆଜ୍ଞା, ଯିଏ ପତିବ୍ରତା ନାରୀ, ପତିବ୍ରତା ନାରୀ ସବୁଦିନ ସ୍ୱାମୀର ପଦ ଧୌତ କରି ଯିଏ ଉଦକ ପାନ କରେ, ଜନ୍ମ ଜନ୍ମାନ୍ତରେ ତାକୁ କେବେ ବି ଯମଦଣ୍ଡ ଲାଗିବ ନାହିଁ। ପତି ଅନ୍ଧ ହଉ, କାଲା ହଉ, କୁଜା ହଉ, ଅଥର୍ବ ହଉ, ପାଷାଣ୍ଡ ହଉ, ଅସୁନ୍ଦର ଦେଖାଯାଉ, ତଥାପି ମଧ୍ୟ ସେ ପତି, ସ୍ୱାମୀ, ଇହ କାଳ ପର କାଳର ଦେବତା ବୋଲି କୁହାଯାଇଛି। ଯଦି ପତିର ସେବା ଯିଏ କରୁଛି ଆଜ୍ଞା, ତାକୁ କେବେ ବି କୌଣସି ଦୁଃଖ କଷ୍ଟ ଭୋଗ କରିବାକୁ ଆଜ୍ଞା ବେଶୀ ପଡିବନି। ଲୋକ ଦେଖାଣିଆ ସେବାରେ ଆଜ୍ଞା କିଛି ନାହିଁ। ମୁଁ ସେବା କରୁଛି, ଲୋକ ଦେଖୁଛନ୍ତି, କିଛି ମୂଲ୍ୟ ନାହିଁ ଆଜ୍ଞା ସେ ସେବାର। ଅନ୍ତର ଭିତରୁ ସେବା ହବା ଦରକାର। ସେବା ଅନ୍ତରର ସହିତ ହବା ଦରକାର। ତାହେଲେ ନିଶ୍ଚିତ ଭାବରେ ଆନ୍ତରିକତାର ସେବା ନିଶ୍ଚିତ ତାକୁ ସ୍ୱର୍ଗ ଫଳ ପ୍ରାପ୍ତି ଦେବ। ଯେତେ ଦୁଃଖ ଆସିଲେ ମଧ୍ୟ ହଟିଯିବ, ଯେତେ କଷ୍ଟ ଆସିଲେ ମଧ୍ୟ ହଟିଯିବ, ଯେତେ ଅସୁବିଧା ଥିଲେ ମଧ୍ୟ କଟିଯିବ। ତେଣୁ କୁହାଯାଇଛି ଯେ ଗର୍ବ ଅହଙ୍କାର କ୍ରୋଧ ବାହୁବଳ, ହେବ ଦିନେ ତୋର କାଳ। ଆତ୍ମୀୟ ସ୍ୱଜନ ପାଖରେ ନଥିବେ, ବାଜୁଥିବ ଗିନି ଖୋଳ। ମନ ଭିତରେ ଆଜ୍ଞା ଗର୍ବ, ଅହଙ୍କାର, କ୍ରୋଧ, ବାହୁବଳ ଏସବୁ ଆଜ୍ଞା ରହେ ନାହିଁ। ଏସବୁ ପାଇଁ ଆମକୁ ଦୁଃଖ ଯାତନା ଭୋଗିବାକୁ ପଡିବ। ତେଣୁ ଏସବୁକୁ ଦୂରେଇ ଦେବାକୁ ପଡିବ। କାହିଁକି ନା ସମୟ ନିଶ୍ଚିତ ଭାବରେ ଗଡି ଗଡି ଚାଲିଛି। ଆଜି ଯାହାକୁ 10 ବର୍ଷ, କାଲି ସେ ନିଶ୍ଚିତ 15 ବର୍ଷ 20 ବର୍ଷରେ ପଦାର୍ପଣ କରିବ। ବୟସ ବଢିବ, ବୟସ ବଢିବା ସହିତ ଏ ରକ୍ତ ମାଂସର ଶରୀର ଆଜ୍ଞା ଦୁର୍ବଳ ହବ।
ଏବଂ ଦୁର୍ବଳ ହେବା ସହିତ ଆମକୁ ରୋଗ ଗ୍ରାସ କରିବ। ତେଣୁ ମନ ଭିତରେ ତାକୁ ସ୍ଥାନ ଦବା ନାହିଁ ଆଜ୍ଞା। ତାହେଲେ ହୋଇଥାଉ ପତି ରୂପେ ଗୁଣୀ ଅସୁନ୍ଦର, ପତିବ୍ରତା ଯୁବତୀ କି ସେ ଅଟେ ସୁନ୍ଦର। ପତିର ଆଜ୍ଞାକୁ ଯେହୁ ଅବଜ୍ଞାନ କରେ, ଦିବାନିଶି ରତ ଥାଏ ପତିର ସେବାରେ। ପତିର ଉଚ୍ଚିଷ୍ଟ ସେହି ଆନନ୍ଦେ ଭୁଞ୍ଜଇ, ଦାସୀ ପରି ପତି ଆଜ୍ଞା ପ୍ରତିପାଳୁ ଥାଇ। ଯେଉଁ ଦ୍ରବ୍ୟ ପତି ତୃପ୍ତ ହୁଏ ବିଶେଷରେ, ସେ ଦ୍ରବ୍ୟକୁ ଯୋଗାଏ ଯଥା ସମୟରେ। ପତି ଦୁଃଖେ ଦୁଃଖୀ ପତି ସୁଖେ ହୁଏ ସୁଖୀ, ପତି ଠାରୁ ଧର୍ମ ଆଚରଣ ଥାଏ ଶିଖି। ପତି ରୂପ ନିରନ୍ତର କରୁଥାଏ ଧ୍ୟାନ, କିଣା ଦାସୀ ପରି ପତି ପାଦେ ରଖେ ମନ। ସେହି ନାରୀ ଜଗତରେ ଅଟେ ଭାଗ୍ୟବତୀ, ତାର ଦର୍ଶନେ ପାପୀ ମାନେ ତରି ଯାନ୍ତି। ପତିର ଦୋଷକୁ ଯେଉଁ ରମଣୀ ନ ଧରେ, ପତି ପାଶେ କେବେ ବୃଥା ସମୟ ନ କରେ। ଦୋଷେ ବା ଅଦୋଷେ ଯେବେ ପତି ଗାଳି ଦେଇ, ଉତ୍ତର ନ ଦେଇ ତାହା ସମସ୍ତ ସହଇ। ମାନନ କରିଣ ପତି ପାଦେ ସେବା କରେ, ସେହି ନାରୀ ଭାଗ୍ୟବତୀ ଅଟଇ ସଂସାରୀ। ଆଜ୍ଞା, ଯିଏ ସ୍ୱାମୀର କଥାକୁ ଧରେ ନାହିଁ, ସ୍ୱାମୀକୁ ଗାଳି ଦିଏ ନାହିଁ, ତା ଉପରେ କ୍ରୋଧ କରେ ନାହିଁ, ସ୍ୱାମୀର କ୍ରୋଧକୁ ମୁଣ୍ଡପାତି ସହି ନେଇ ଆଗକୁ ଚାଲେ, ସେ ନାରୀ ହଉଛି ଭାଗ୍ୟବତୀ ନାରୀ ଆଜ୍ଞା। ସେଭଳି ଭାଗ୍ୟବତୀ ନାରୀଙ୍କ ଚରଣ ତଳେ ନମସ୍କାର କରି ଆଗକୁ ଆମେ ଯିବା। ଆଜି ତ ସମୟ ଆଉ ସାଥ ଦଉନି, ସମୟ ସୂଚନା ଦେଲାଣି। ତେଣୁ ଆଜି ପାଇଁ ଏଇଠି ରଖିବା। ଆସନ୍ତା କାଲି ଦେଖିବା ଯେ ନାରୀ କିଭଳି ରହିଛି। ଜୟ ଜଗନ୍ନାଥ।